ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, 26 ଜଣଙ୍କ ମୃତ୍ୟୁ। ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ଏଠାରେ ଦୁଇଟି ବଡ଼ ଧରଣର ବିସ୍ଫୋରକ ଘଟିଛି। ଏହି ବିସ୍ଫୋରଣରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି। ବଲୁଚିସ୍ତାନର ଦୁଇଟି ଭିନ୍ନ ଜାଗାରେ ଏହି ବିସ୍ଫୋରଣ ଘଟିଛି। ରିପୋର୍ଟ ମୁତାବକ ଏକ ରାଜନୈତିକ ଦଳ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ବୋମା ବିସ୍ଫୋରଣ ହୋଇଛି। ପ୍ରାନ୍ତୀୟ ସରକାରଙ୍କର ପ୍ରବକ୍ତା ଜନ୍ ଅଚକଜାଲ କହିଛନ୍ତି, ପ୍ରଥମ ଆକ୍ରମଣ ବଲୁଚିସ୍ତାନ ପ୍ରାନ୍ତର ପଶ୍ଚିମ ଜିଲ୍ଲାରେ ହୋଇଥିବା ବେଳେ ଏଥିରେ 14 ଜଣ ପ୍ରାଣ ହରାଇଛନ୍ତି। ଏପରିକି ବଲୁଚିସ୍ତାନର କିଲା ସୈଫୁଲ୍ଲାହ ସହରରେ ଜଣେ ରାଜନୈତିକଙ୍କ ପାର୍ଟି କାର୍ଯ୍ୟାଳୟ ନିକଟରେ ଆଉ ଏକ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଅତି କମ୍ରେ 10 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ନିର୍ବାଚନ ପୂର୍ବରୁ ଏହି ଦୁଇଟି ବୋମା ବିସ୍ଫୋରଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ସୂଚନା ଥାଉ କି ଦେଶରେ ବିଶେଷ କରି ବଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ହଜାର ହଜାର ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ହୋଇଥିଲେ ମଧ୍ୟ ଏହି ବିସ୍ଫୋରଣ ଘଟିଛି।